କେମିତି ଲାଗିଲା ଆପଣମାନେ ନିହାତି କମେଣ୍ଟ ମାରି କହିବେ। ନା ଫ୍ଲିପକାର୍ଟରେ ମୁଁ ଯାହା ବି ଅର୍ଡ଼ର କରିଛି ଠିକ୍ ଠାକ୍ ଆସିଛି। ଗୋଟେ ଗୋଟେ ପ୍ରଡ଼କ୍ଟରେ କିଛି ବି ପ୍ରୋବ୍ଲେମ୍ ପାଇଁ ସେମିତି କିଛି ହେଇଛି, କିନ୍ତୁ ଚଳାଇଦେବା ଆଉ। ତ କୋଉଟା ହେଇଛି ବକ୍ସଟା ପୁରା ମାନେ ଚିରାମିରା ଟାଇପ୍ର, ପୁରା ଏଇଭଳିଆ ଟାଇପ୍ର କିଛି ଅଛି। ଏବେ ଜଷ୍ଟ ଗୋଟେ ସୁ ଅର୍ଡ଼ର କରିଥିଲି, ଆସିକି ଜଷ୍ଟ ପହଞ୍ଚିଲା ଗୋଟେ ସୁ ଦେଖାଉଛି। ଦେଖନ୍ତୁ ରେଡ୍ ଟେପ୍ର ଏଇ ସୁ, ଏଇଟା ମୋର ଓପନ୍ ବକ୍ସ ଡେଲିଭରି ଥିଲା। ତ ଓପନ୍ ବକ୍ସ ଡେଲିଭରି ଟାଇମ୍ରେ ସେମାନେ ଡେଲିଭରି କରିସାରିଲା ପରେ ତାପରେ ଯଦି ଠିକ୍ ଠାକ୍ ଥିବ ତାହେଲେ OTP ଦେବ। ସୁ ଆଭରେଜ୍ ଠିକ୍ ଠାକ୍ ଥିଲା, କିନ୍ତୁ ଗୋଟେ କାମ ହେଲା ନା, ଯେତେବେଳେ ବକ୍ସଟା ଓପନ୍ ହେଲା, ବକ୍ସଟା ତ ଦେଖିପାରୁଥିବେ କେଉଁଟା ହେଇଛି। ବକ୍ସଟା ପୁରା ମାନେ ଚିରାମିରା ଟାଇପ୍ର, ପୁରା ଏଇଭଳିଆ ଟାଇପ୍ର କିଛି ଅଛି। ତ ମାନେ ଫଟା ମୋଟା ଟାଇପ୍ର ଅଛି ବକ୍ସଟା। ମୁଁ ଭାବିଲି କି କିଛି ୟୁଜ୍ ପ୍ରଡ଼କ୍ଟ କ'ଣ ହେଇଥିବ ସେମିତି। ତ ତାପରେ ଦେଖି ଯେତେବେଳେ ବକ୍ସରୁ ଯେତେବେଳେ ଓପନ୍ ହେଲା ସୁ'ଟା, ତ ସୁ'ରେ ବହୁତ ଡଷ୍ଟ ପୁରା ଭରା ଥିଲା କହିବାକୁ ଗଲେ। ତ ମୋତେ ଲାଗିଲା କି ୟୁଜ୍ ପ୍ରଡ଼କ୍ଟ ବୋଲି। ଆକ୍ଚୁଆଲି ଏଇଟା ୟୁଜ୍ ପ୍ରଡ଼କ୍ଟ ନୁହଁ, କିନ୍ତୁ କ'ଣ କହିଲେ ମାନେ ଯେଉଁ ଷ୍ଟକ୍ ରହିଯାଇଛି ନା, ତ ସେଥିପାଇଁ ଡଷ୍ଟ ଫଷ୍ଟ ଲାଗିଲା। ତାପରେ ମୁଁ ସେଠି ଭଲରେ ଚେକ୍ କଲି, ମାନେ କେଉଁଠି ବି ସେମିତି ସ୍କ୍ରାଚେସ୍ ଫ୍ରାଚେସ୍ କିଛି ନାହିଁ, ସେମିତି କିଛି ନାହିଁ। ବାସ୍ କ'ଣଟା ନା ଡଷ୍ଟିଂ ଥିଲା ଅଧିକ ପରେ। ତାପରେ ସେଠି ଝଡ଼ାଝଡ଼ି କରି ତାପରେ ମୋତେ ଟିକେ ଲାଗିଲା, କାହିଁକିନା ଯଦି ମୁଁ ଆଜି ଏକ୍ସଚେଞ୍ଜ କରିଦେଉଛି କି ରିଟର୍ନ କରିଦେଉଛି, ସୁ'ଟା କେଉଁଠି ଖଣ୍ଡେ ହେଇନି, ବାସ୍ ଟିକେ ଡଷ୍ଟ ଲାଗିଛି। ମୁଁ ଝଡ଼ାଝଡ଼ି କଲେ ଠିକ୍ ହେଇଯିବ ବୋଲି ଆଡ଼ଜଷ୍ଟ କରିକି ସେମିତି ନେଇ ଆସିଲି। କାହିଁକିନା ଯଦି ମୁଁ ଆଜି ରିଟର୍ନ କରିଦେଉଛି, ମୋର ଆଉ କିଛି ଦିନ 2-3 ଦିନ ପରେ ମୋର ଇଥେନିକ୍ ଡେ ଅଛି, କି କଲେଜରେ ଫଙ୍କସନ୍ ଅଛି। ତ ମୁଁ ଯଦି ରିଟର୍ନ କରିଦେଉଛି ତାହେଲେ ବହୁତ ପୁଣି ଲେଟ୍ ଆସିବା ପାଇଁ, ଆଉ ଥରେ ଅର୍ଡ଼ର କରିଥିବି ଯଦି ଆସିବା ପାଇଁ ବହୁତ ଲେଟ୍ ହେବ। ତ ସେଥିପାଇଁ କ'ଣ କଲି ନା, ଆଉ ରିଟର୍ନ କଲିନି କି କିଛି ହୁଏ କଲିନି। ତ ସେଇଟାକୁ ନେଇ ଆସିଲି। ତ ସେଇଟାକୁ ଟିକେ ଝାଡ଼ିକି ତାପରେ ପିନ୍ଧିଛି ଆଉ ରେଡ୍ ଟେପ୍ର। ତ ଆପଣମାନେ ଦେଖିପାରୁଥିବେ ସୁ'ଟା କେମିତି ଲାଗିଲା ଆପଣମାନେ କମେଣ୍ଟ କରି ନିଶ୍ଚୟ କହିବେ। ବାସ୍ ୟୁଜ୍ ପ୍ରଡ଼କ୍ଟ ହେଇଥିଲେ ସିରିୟସଲି ମୁଁ ରିଟର୍ନ କରିଦେଇଥାନ୍ତି। ୟୁଜ୍ ପ୍ରଡ଼କ୍ଟ ନୁହଁ, ବାସ୍ ଟିକେ ଡଷ୍ଟ ଲାଗିଥିଲା, ଯେହେତୁ ହ୍ୱାଇଟ୍ ସୁ'ଟା ସେଥିପାଇଁ ଅଧିକ ଟିକେ ଜଣାପଡ଼ୁଥିଲା। ଡଷ୍ଟ ହରିକା କିଛି ଲାଗିନି।